ମୋ ନାଁ ଅଶୋକ କୁମାର ପ୍ରଧାନ, ଅ, ଭୁବନେଶ୍ୱର ପିଜନ ଆସୋସିଏସନ ପ୍ରେସିଡେଣ୍ଟ। ବର୍ତ୍ତମାନ ଇଏ ମୋର ଭାଇ ଦୁଃଖୀଶ୍ୟାମ ମାର୍ଥା, ନାଇଟ୍ ଚମ୍ପିଆନ, ପ୍ଲସ୍ ଇଏ ମୋର ସାନ ଭାଇ ବବୁଲୁ। ଆମର ଏଇ ପିଜନ ଆସୋସିଏସନର ଆଜି ପ୍ରୋଗ୍ରାମ ଚାଲିଥିଲା, ପ୍ରାଇଜ ସେରିମନି ଚାଲିଥିଲା। ଆଉ ଯାହାକୁ ଯେମିତି ଡକା ହେଇଥିଲା ସମସ୍ତେ ବହୁତ ଭଲରେ ଆସିଛନ୍ତି। ବହୁତ ଭଲ ପ୍ରୋଗ୍ରାମ, ବର୍ଷା ବି ହଉଥିଲା, ସେମାନେ ବର୍ଷା ବି ବନ୍ଦ ବାନ୍ଦ ହେଇକି ବହୁତ ଭଲରେ ଭଲରେ ଆମର ପରିସମାପ୍ତି ହବାକୁ ଯାଉଛି। ୱିନର ହେଇଛନ୍ତି ହାଇ ପ୍ଲେୟାର ହଉଛନ୍ତି ଉମାକାନ୍ତ ଦାସ, ଭଲ ବି ପାରା ଉଡ଼ିଛନ୍ତି। ପ୍ଲସ୍ ଦେଶୀରେ ହେଇଛନ୍ତି ନିଲୁଆ 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 ଜେନା ନିଲୁଆ ଜେନା, ପାରା ବି ଭଲ ବି ଉଡ଼ିଛନ୍ତି ମଧ୍ୟ। ପାରା ତ ସବୁ ଜାତିଭେଦ ଭିତରେ ଡିଫରେନ୍ସ ଅଛି, ନହେଲେ ଉଡ଼ିବା ଉପରେ ହଉଛି କ୍ୱାଲିଟି। କ୍ୱାଲିଟି ମେଣ୍ଟେନ୍ କରିବା ସମସ୍ତେ ପ୍ରକାର ସମ୍ଭବ ନୁହଁ। ସବୁ ପାରା ସମାନ ବୋଲି ସେମିତି କିଛି ନାହିଁ। ସେଇ ପାରା ବି 200 ହଉଛି, ସେଇ ପାରା ବି 2000 ହଉଛି, ସେଇ ପାରା ବି 2 ଲକ୍ଷ ହଉଛି। ପାରାରେ ସେମିତି କିଛି ନାହିଁ। ପାରା ଯିଏ ମେଣ୍ଟେନ୍ କରିକି ଭଲରେ ରଖିକିରି ଖାଇବା ପିଇବା ଦେଇ ଶାନ୍ତିରେ ରଖୁଛି, ସିଏ ହଉଛି ପରଫେକ୍ଟ ପାରା ବାଲା। ତାକୁ ଖାଇବା ପିଇବା ଦେଇ କଣ ଶାନ୍ତିରେ ଆଗ ତାଙ୍କୁ ରଖିଛି, ଶାନ୍ତିରେ ଖାଇ ପିଇକି ଯିଏ ରହିଛନ୍ତି, ସେଇଟା ହଉଛି ମେନ୍ କ୍ୱାଲିଟି। ପାରା ତ ଆଜି ମୋର ଉଡୁଛି, କାଲି ତାର ଉଡ଼ିବ, କାଲି ତାର ଉଡ଼ିବ, ଗୋଟେ ବେମାରକୁ ବି ମଧ୍ୟ ପାରା ନାହିଁ। ତେଣୁ ପାରା ଏମିତି ଏମିତି ପାରା ବି ଲୋକ ରଖିକିରି, କେତେ ଜଣ ପିଲା ରଖିକିରି, ନୂଆ ପିଲା ରଖିକିରି ପାରାରେ ଡେଭଲପମେଣ୍ଟ କରନ୍ତୁ। ଆମେ ସମସ୍ତେ ହଉଛି ସ୍ନେହ ପ୍ରେମର ପ୍ରତୀକ। ବାସ୍ ବାର୍ତ୍ତା ବାହକ ଭାବେ ପୂର୍ବ କାଳରୁ ଅନାଦି କାଳରୁ ପାରାକୁ ବ୍ୟବହାର କରାଯାଉଥିଲା। ଆପଣ ପାରା ପ୍ରତି ଏତେ ପ୍ରେମ, ଏତେ ସମର୍ପିତ ଭାବ, ଆପଣ କୋଉଠି ନା କୋଉଠି କେବେ ଭାବିଥିଲେ ପାରା ଆପଣଙ୍କୁ ଗୋଟେ ନୂଆ ପରିଚୟ ଦବ? ପାରା ରଖିବା ମୋର ହେଇଯିବଣି ଆଜିକି 30 ବର୍ଷ ପରେ ପାରା ହେଇଗଲାଣି। ମୁଁ ଯେବେଠୁ ହେତୁ ପାଇବା ଆସିଲି, ମୋର ବଡ ଭାଇ ବି ମଧ୍ୟ ପାରା ରଖିଥିଲେ, ଆଉ ମୁଁ ବି ଆଜି ମଧ୍ୟ ପାରା ରଖିଛି। ପାରା ଗୋଟେ ଆମର ଶখ, ସେମିତି କିଛି ନାହିଁ ଯେ ପାରାରେ ଆମେ କିଛି ଚଳୁଛୁ, ସେମିତି କିଛି ନାହିଁ। ଗୋଟେ ପାରା ଶখ, ଯେମିତି ଲୋକମାନେ ମଦ ଗଞ୍ଜେଇ ବିଡ଼ି ସିଗାରେଟ, ଏମିତି ଆମର ଗୋଟେ ନିଶା, ଆମର ଏଇଟା ଗୋଟେ ଶখ। ପଶୁପତି ଆମର ଟାଇମଟା ସେଠି ବି ଯାଉଛି ବହୁତ ଟାଇମ, ଆଉ ପ୍ଲସ୍ ଆମକୁ ସେତିକି ଶାନ୍ତି ଲାଗୁଛି।